ଅଛି ବୋଲି ପାଣିପାଗ କହୁଛି। ତେଣୁ ଆମେ ସାରା ଓଡ଼ିଶାରେ ସବୁ ଜାଗାରେ କେମିତି ୱାଟର ଲଗିଂ ନ ହବ, ୱାଟର ଠିକ ସେ ନିଷ୍କାସନ ହେଇପାରିବ ଏବଂ ଯୋଉଠି ଯୋଉଠି ଡ୍ରେନ୍ ଅଛି ସେ ଡ୍ରେନ୍ କେମିତି ସଫା ହବ ତା ଉପରେ ଆମେ ତର୍ଜମା କରୁଛୁ। କାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଧ୍ୟ କଟକ ଭୁବନେଶ୍ୱର ଟ୍ୱିନ୍ ସିଟିର ସମୀକ୍ଷା ହେଇଥିଲା। ଆଜି ମଧ୍ୟ ମୁଁ ଆଜି ଚୌଦ୍ୱାର ଆସିଥିଲି ଏବଂ ଚୌଦ୍ୱାର ମଧ୍ୟ ସମସ୍ତ ୱାଟର ଲଗିଂ ପଏଣ୍ଟ ଏବଂ ଅନ୍ୟାନ୍ୟ ଡ୍ରେନ୍ ବିଷୟରେ ତର୍ଜମା କଲୁ, କେମିତି ଏଠି ବି ଠିକ ଠାକ ଢଙ୍ଗରେ ପାଣି ନିଷ୍କାସନ ହେଇପାରିବ ସେ ଉପରେ ଆଲୋଚନା କରିଛୁ। ଯୋଉ ଟିପିଆ ତାକୁ ବନେଇବା ପାଇଁ ଦିଆହେଇଥିଲା ଷ୍ଟ୍ରମ ୱାଟରର ତା ଉପରେ ମଧ୍ୟ ସମୀକ୍ଷା କରିଛୁ। ଏଠି ଚୌଦ୍ୱାର ମ୍ୟୁନିସିପାଲିଟି କେମିତି ଆଉ ଟିକେ ବୃଦ୍ଧି ହବ ତା ପାଇଁ ମଧ୍ୟ ଚୌଦ୍ୱାର ମ୍ୟୁନିସିପାଲିଟି କମ ସେ କମ ଦୁର୍ନୀତିରେ ସବୁବେଳେ ବାହାରୁଛି ସୋସିଆଲ ମିଡିଆରେ ଅଛି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭିତରେ ଅଛି। ଟେଣ୍ଡର ଦି ଥର ବାହାରୁଛି, ଡ୍ରେନ୍ ସଫା ନାହିଁ, ଅଳିଆ ସଫା ହଉନି। ତା ଉପରେ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ସମୀକ୍ଷା କରିଛୁ ଏବଂ ଆ ପରେ ସଫା ଆପ୍ ମଧ୍ୟ ଅପଲୋଡ ହବ। ଯୋଉ ଆପ୍ ରେ ଯୋଉଠି ଅଳିଆ ରହିବ ସାଧାରଣ ଲୋକଟେ ବି ତାକୁ ଫଟୋ ଉଠେଇକି ସେ ଆପ୍ ରେ ଛାଡିଲା ମାନେ ସେଟା 15ରୁ ଅଧଘଣ୍ଟା ଭିତରେ ସଫା ହବ। ଚାହିଁଲେ ତାକୁ ଭୁବନେଶ୍ୱର ମନିଟରିଂ ହବ। ଆକୁ ଆମେ କରିବାକୁ ଯାଉଛୁ। ଆକୁ ସବୁ ପ୍ରାୟ ଗୋଟେ ଗୋଟେ ୟୁଏଲବି ରେ ଆକୁ ଆରମ୍ଭ କଲୁଣି। ଆକୁ 115ଟା ଯାକ ୟୁଏଲବି ରେ ଆସ୍ତେ ଆସ୍ତେ ୱାଟର ସପ୍ଲାଇ ଇଏଟା ପୁରା ଇଏ ହେଇକି ରହିଛି। ଆମେ ତାକୁ ବି ସମୀକ୍ଷା କରିବୁ। ଯଦି ୱାଟର ସମସ୍ତଙ୍କୁ ଦବାର ସପ୍ଲାଇଟା କ୍ଲିୟରଲି ମାନେ ଠିକ ରେ କରିପାରୁନାହାନ୍ତି। ଠିକ ଅଛି, ଆମେ ତାକୁ ସମୀକ୍ଷା କରିବୁ। ମନ୍ତ୍ରୀ କିଛି ମାନେ ଇଏ ନଥିଲା, ସରପ୍ରାଇଜଲି ଆସିଥିଲେ ଅନ୍ୟ ଆଡେ ପଶି ଆସିଲେ, ମ୍ୟୁନିସିପାଲିଟି ପଶି ଆସିଥିଲେ। ବିଭିନ୍ନ କଥା ଡିସ୍କସନ ହେଲା, ଆମେ ଯାହା ସମସ୍ୟା ଅଛି କହିଛୁ ଏବଂ ଯୋଉ 4ଟି ୱାର୍ଡ ଅଛି ଓଟିଏମ୍ କଲୋନି କାମ ହେଇପାରୁନି, ସେଠି ଜଣେ ଆମର 2 ଜଣ କାଉନସିଲର ଥିଲେ, ତାଙ୍କ ପ୍ରୋବ୍ଲେମ ଯାହା ହଉଛି ଇଡକୋ ଲ୍ୟାଣ୍ଡ ଯେହେତୁ ତାକୁ ନେଇଛି ସେଥିପାଇଁ ସେ କାମ ହେଇପାରୁନି। କିନ୍ତୁ ମିନିଷ୍ଟରଙ୍କ କହିବା କଥା ଯେ ସେ ଚେଷ୍ଟା କରିବେ କରିବା ପାଇଁ, ଯେହେତୁ ମୌଳିକ ସୁବିଧା ଲୋକମାନଙ୍କୁ ନିଶ୍ଚିତ ପାଇବା ଦରକାର ସେଥିପାଇଁ ଚେଷ୍ଟା କରୁ। ଆଗରୁ ମଧ୍ୟ ଆମେ କାଉନସିଲ ରେଜୁଲେସନ କରିକି ଗଭର୍ଣ୍ଣମେଣ୍ଟକୁ ଚିଠି ମଧ୍ୟ ଦେଇଥିଲା ଯେ ସେଠି ଯେହେତୁ ଜନବସତି ଅଛି ରାସ୍ତାରେ ନିହାତି ଆବଶ୍ୟକ ଏବଂ ତାହା କରାଯିବ। ଅନ୍ୟାନ୍ୟ ଗୋଟେ ସମସ୍ୟା ଥିଲା ଆଗ୍ରାହାଟ ଆଉ ମ୍ୟୁନିସିପାଲିଟିର ପାଣି ରୋଡ ଉପରେ ଚାଲୁଥିଲା, ଯାଇକି ବୈଦେଶ୍ୱର ମନ୍ଦିର ଭିତରେ ପଶୁଥିଲା ସେ ପୋଖରୀ ଭିତରେ, ତେଣୁ ସେ ପାଣି ନଷ୍ଟ ହଉଥିଲା। ସେଇଟାକୁ ଗୋଟେ ଆମର ଏସିଙ୍କୁ ଡକା ହେଇଥିଲା RNB ର, ଆଉ ସେ ଆସିଥିଲେ। ତାଙ୍କର ଯୋଉ ସମସ୍ୟାଟା ଅଛି ଗୋଟେ କଲଭର୍ଟ ସେଠି ଥିଲା, ସେ କଲଭର୍ଟଟା ବନ୍ଦ ହେଇଯାଇଛି, ତାକୁ ମଧ୍ୟ କେମିତି କରାଯିବ ତାଙ୍କୁ ଡାକିକି ସେଟା ସେ ପ୍ରପୋଜାଲଟା ସେ ରଖିଥିଲେ। ଆହୁରି ଆମର ଯୋଉ ୱାଟର ଲଗିଂ ହଉଛି ଯୋଉ ଏରିଆ ଗୁଡାକ ଆଡ଼କୁ ଆମେ ମ୍ୟୁନିସିପାଲିଟି ସର୍ଭେ କରିଛି, ମାନେ ଯୋଉଟା ସର୍ଭେଟା କମ୍ପ୍ଲିଟ ହେଇନି, ଯୋଉଟା କି ମନ୍ତ୍ରୀ ପଚାରୁଥିଲେ, ସେଟା ବର୍ତ୍ତମାନ ସେଟା ପ୍ରୋସେସରେ ଅଛି, ତେଣୁ ବହୁତ ଶୀଘ୍ର ସେ କାମ ହେଇଯିବ। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।